যত্র নার্যস্তু পূজ্যন্তে রমন্তে তত্র দেবতা য ত্রৈত্রাস্তু ন পূজ্যন্তে সর্বাস্ত ত্রাফলা ক্রিয়া অর্থাৎ ଯେଉଁଠି ନାରୀକୁ ସମ୍ମାନ ଦିଆଯାଏ ସେଠାରେ ଦେବତାମାନେ ବାସ କରନ୍ତି। ଆଉ ଯେଉଁଠି ନାରୀକୁ ସମ୍ମାନ ଦିଆଯାଏ ନାହିଁ ସେଠାରେ ଯେତେ ଧର୍ମ କର୍ମ କଲେ ସୁଦ୍ଧା ତାହା ନିଷ୍ଫଳ ହୋଇଥାଏ। ଭାରତୀୟ ସଭ୍ୟତା ଯେବେଠାରୁ ଆରମ୍ଭ ହେଲା ସେବେଠାରୁ ନାରୀଙ୍କୁ ଦେବୀର ସ୍ଥାନ ଦିଆଯାଇଅଛି। ସେଇଥିପାଇଁ ତ ଭଗବାନଙ୍କର ନାମ ପୂର୍ବରୁ ଦେବୀଙ୍କର ନାମ ମଧ୍ୟ ଆସିଥାଏ, ଯେପରିକି ସୀତା ରାମ, ରାଧାକୃଷ୍ଣ, ଲକ୍ଷ୍ମୀ ନାରାୟଣ, ଗୌରୀ ଶଙ୍କର। ଏଇଭଳି ଭାବରେ ଆମେ ସବୁ ନାମକୁ ମଧ୍ୟ ଦେଖିଛନ୍ତି ଯେ ମା ମାନଙ୍କୁ ନାରୀ ଶକ୍ତି ନାରୀକୁ କିଭଳି ଭାବରେ ପ୍ରାଧାନ୍ୟ ଆମ ସମାଜରେ, ଆମ ସଭ୍ୟତାରେ, ଆମ ସଂସ୍କୃତିରେ ଆମେ ସ୍ୱତନ୍ତ୍ରତା ଦେଇଛୁ। ଏଠାରେ ଉପସ୍ଥିତ ସମସ୍ତ ଶକ୍ତି ସ୍ୱରୂପିଣୀ ମା ମାନଙ୍କୁ ତଥା ଓଡ଼ିଶାର ସମସ୍ତ ନାରୀ ଶକ୍ତିକୁ ମୁଁ ପୁନର୍ବାର ଆଉ ଥରେ ପ୍ରଣାମ ଜଣାଉଛି। ଆମ ହିନ୍ଦୁ ପରମ୍ପରାରେ ରାକ୍ଷୀ ପୂର୍ଣ୍ଣିମାର ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଅଛି। ଆଜିର ରାକ୍ଷୀ ବନ୍ଧନରେ କେବଳ ଏକ ସୂତା ଭାଇର ହାତରେ ବନ୍ଧା ହୁଏ ନାହିଁ। ଏ ପବିତ୍ର ବନ୍ଧନ ଇଏ ହେଲା ଜନ୍ମ ଜନ୍ମାନ୍ତରର। ଆମ ସଂସ୍କୃତିରେ ଜଣେ ଝିଅ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅନେକ ସମ୍ପର୍କରେ ପରିବର୍ତ୍ତନ ଆସିଥାଏ, କିନ୍ତୁ ଭାଇ ଭଉଣୀର ସମ୍ପର୍କରେ କୌଣସି ପରିବର୍ତ୍ତନ ଆସିନଥାଏ। ସେଥିପାଇଁ ବିବାହ ସମୟରେ ଲଜ୍ଜା ହୋମ କରାଯାଇଥାଏ, ଯାହା ଭାଇ ଭଉଣୀର ଅତୁଟ ବନ୍ଧନକୁ ଇଏ ସୂଚାଇଥାଏ। ଭଉଣୀ ଭାଇର ହାତରେ ବାନ୍ଧୁଥିବା ରାକ୍ଷୀ ବଦଳରେ ଭାଇ ଭଉଣୀର ସୁରକ୍ଷା ପାଇଁ ପ୍ରତିବଦ୍ଧ ହୋଇଥାଏ। ଏପରି ସୁନ୍ଦର ପରମ୍ପରା ଓ ସଂସ୍କୃତି କେବଳ ଆମ ସଭ୍ୟତାରେ ହିଁ, ଆମ ଭାରତରେ ହିଁ ଦେଖିବାକୁ ମିଳିଥାଏ। ଏହି ଅବସରରେ ସମସ୍ତ ଭାଇମାନେ ସାଧ୍ୟ ମୁତାବକ ନିଜ ଭଉଣୀଙ୍କୁ କିଛି ଉପହାର ଦେଇଥାନ୍ତି। ରାଜ୍ୟର 1 କୋଟିରୁ ଅଧିକ ଭଉଣୀଙ୍କର ଆଜିର ଦିନକୁ ବିଶେଷ ଭାବେ ପାଳନ କରିବା ପାଇଁ ଆମ ସରକାର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ଆଜି ନୟାଗଡ଼ର ଏହି ପବିତ୍ର ମାଟିରେ ଓଡ଼ିଶାର 1,26,26,162 ଜଣ ଭଉଣୀମାନଙ୍କୁ 5,000 ଟଙ୍କା ଲେଖାଏଁ ପଞ୍ଚମ କିସ୍ତି ପ୍ରଦାନ କରି ଆଜି ଆପଣମାନଙ୍କ ସମ୍ମୁଖରେ ଗୋଟିଏ ବଟନ ଦବାଇକିରି ଯେଉଁ ଆମର ସଂକେତ ଅଛି ଠନ୍ 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 କରି ଆଜି ଯେଉଁ ପଞ୍ଚମ କିସ୍ତି ପ୍ରଦାନ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଆଜିର ଏହି କାର୍ଯ୍ୟକ୍ରମରେ ସମୁଦାୟ 5,163 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସବୁ ଯୋଗ୍ୟ ହିତାଧିକାରୀଙ୍କର ବ୍ୟାଙ୍କ ଖାତାକୁ ପହଞ୍ଚିଗଲା। ଆପଣମାନେ ମୋବାଇଲ ବି ଚେକ୍ କରିପାରିବେ। ଯଦି ପହଞ୍ଚି ନଥିବ ନେଟୱାର୍କ କାରଣରୁ, ଇଏ ପାଗ ଟିକେ ପ୍ରତିକୂଳ ଥିବା କାରଣରୁ ଜମା ବ୍ୟସ୍ତ ହେବେ ନାହିଁ। ଆପଣମାନଙ୍କର ଘରେ ପହଞ୍ଚିବା ପୂର୍ବରୁ ଏ ଟଙ୍କା ଡିବିଟି ଜରିଆରେ ଆପଣଙ୍କର ଖାତାକୁ, ବ୍ୟାଙ୍କ ଖାତାକୁ ନିଶ୍ଚିତ ଭାବରେ ପହଞ୍ଚି ଯାଇଥିବ। ବ୍ୟକ୍ତିଗତ ଭାବେ ମୁଁ ନିଜକୁ ସେଇ ଭାଇ ପରି ଭାବୁଛି ଯିଏ ନିଜ ଭଉଣୀକୁ ଆଜିର ଦିନରେ କିଛି ଉପହାର ଦେଇଥାଏ। ଓଡ଼ିଶାର ଶାସନ ମୁଖ୍ୟ ଭାବେ ଏ କାର୍ଯ୍ୟ ସମ୍ପାଦନ କରି ମୋତେ ଏକ ଭାଇର କର୍ତ୍ତବ୍ୟ ସମ୍ପାଦନ କରିବାର ଏ ସ୍ୱତନ୍ତ୍ର ଅନୁଭୂତି ଆଜି ହେଉଛି। ମୋ ପ୍ରିୟ ସୁଭଦ୍ରା ବୃନ୍ଦ, ମା ସୁଭଦ୍ରା ହେଉଛନ୍ତି ନାରୀ ଶକ୍ତିର ପ୍ରତୀକ ଏବଂ ସେ ହେଉଛନ୍ତି ସ୍ୱାଭିମାନର ପ୍ରତୀକ ମଧ୍ୟ। କେବଳ ଜଗନ୍ନାଥ ସଂସ୍କୃତିରେ ହିଁ ଆପଣମାନେ ଦେଖିବାକୁ ପାଇବେ ଯେ ମୁଖ୍ୟ ଗର୍ଭଗୃହରେ ଭାଇ ଭଉଣୀ ବସି ପୂଜା ପାଉଛନ୍ତି ଏକତ୍ର ଭାବରେ। ସେଥିପାଇଁ ଆମେ ଏ ଯୋଜନାର ନାମ ସୁଭଦ୍ରା ଯୋଜନା ଦେଇଥିଲୁ ଏବଂ ଆପଣମାନେ ହେଉଛନ୍ତି ଆମ ପାଇଁ ସମସ୍ତେ ଜଣେ ଜଣେ ସୁଭଦ୍ରା ଭଉଣୀ ଏବଂ ମା ମାନେ। ସୁଭଦ୍ରା ଯୋଜନା କେବଳ ଏକ ଟଙ୍କା ଆବଣ୍ଟନ କରିବାର ଅବସର ନୁହେଁ, ଏହା ହେଉଛି ନାରୀ ସଶକ୍ତିକରଣର ପ୍ରତୀକ। ଆପଣମାନେ ପ୍ରାୟ 24 ବର୍ଷ ହେଲା ନାରୀ ସଶକ୍ତିକରଣର ସ୍ଲୋଗାନ ଆମ ସରକାର ଆସିବାର ପୂର୍ବରୁ ଗତ 24 ବର୍ଷ ଧରିକରି ଶୁଣୁଥିଲେ।
आई सशक्तिकरण मॉडल थिला प्रत्येक स्वयं सहायिका गोष्ठी मानंकु एसएचजी मानंकु महिला एसएचजी मानंकु किछि ऋण प्रदान करिबा रिवॉल्विंग फंड आकार रे किछि ऋण प्रदान करिबा ये केवल गोटिए ही ये सशक्तिकरण गोटिए संज्ञा थिला किंतु सशक्तिकरण असल महत्व असल संज्ञा हला निजे निज पाई निष्पत्ति नबार अधिकार प्राप्त हेबा जहा कि गत 2 वर्ष मध्य आम सरकार अर्थात लोकंकर सरकार आसिला परे आज एक सशक्त महिला निज परिवार स्तर रे सामाजिक स्तर निज निष्पत्ति नबा पाई स्वतंत्र होई पारिले ही सशक्तिकरण प्रकृत लक्ष्य ये निश्चित भाव में हासिल करिपारिबो आज आम सरकार ताकू हासिल कराइबा पाई आपण मानकू ये शक्ति प्रदान करि आसुछंती। यही सशक्तिकरण केवल किछि ऋण टंकार संभव नुहे प्रकृत सशक्तिकरण सेते बेले हेबो जेते बेले जड़े नारी सामाजिक राजनैतिक एवं आर्थिक स्तर में आत्मनिर्भर हो पारिबो। आम सरकार रेल रणनीति को नहीं प्रथम दिन ही ये कार्य करुछंती कारण आम पाई महिला सशक्तिकरण एक केवल स्लोगान ये नुह ये केवल राजनीति मध्य नुहे यह राज्यर अधा जनसंख्या प्रति ये होची आमर प्रतिबद्धता। आर्थिक स्तर में महिला सशक्तिकरण करने पाई प्रथम कैबिनेट रे सुभद्रा योजना संपर्क रे प्रथम आम सरकार शपथ पाठ उत्सवर गोटे घंटा पर ही निष्पत्ति निया जाइतिला जहाकु कि देशर यशस्वी प्रधानमंत्री माननीय नरेंद्र मोदी जी परवर्ती पर्याय रे तांकर जन्म दिवस रे अर्थात 2024 सेप्टेम्बर 17 तारीख दिन निजे ओडिशा को आसी ओडिशार भुवनेश्वर रे ताहार शुभारंभ करथिले। आज मु मने पकई देबा पई चाहूची एवं सेथिपाई गोटे किस्ती सेते बेले आरंभ होइतिला माननीय प्रधानमंत्री जी शुभारंभ करथिले तापर द्वितीय किस्ती तृतीय किस्ती चतुर्थ किस्ती एई बड़ी भाव में सारा ओडिशार विभिन्न अंचल को गस्त करी जिला को जाई आज पंचम किस्ती रे मोर मने हैला मु कहिली आमर उपमुख्यमंत्री सुभद्रा भौणी प्रभाती परिडा महोदया को जे एथर आमे पंचम किस्ती मु भावुची नयागढ़ रे देले भलो हबो से संगे संगे हाँ कहले क्या मो नयागढ़ प्रति तांकर टिके अलगा भाव अच्छी आ से भाव को प्रकट करी कहले निश्चित भाव में आमे ये नयागढ़ रे करिबा समस्त सुभद्रा माँ भौणी मानकर उपस्थिति रे एवं निश्चित भाव में आमे नयागढ़ जिला को एक फोकस रे रखिबा मिशन रे रखिबा विजन रे रखिबा आउ संपूर्ण भाव में समृद्ध नयागढ़ आम निर्माण करिबारे ये भी गोटे सहायक हो पारिबो।